1 ମାସରୁ 5 ବର୍ଷ ପର୍ଯ୍ୟନ୍ତ ତାର ସମସ୍ତ ଅଳି ଅର୍ଦଳିକୁ ପିତାମାତା ଶୋଇ ଯାଇଥାଉ ବା ତାକୁ ଆମେ ଅଣଦେଖା କରିଥାଉ। ଏଇଟା ଠିକ୍। କିନ୍ତୁ 5 ବର୍ଷରୁ 15 ବର୍ଷ ପର୍ଯ୍ୟନ୍ତ ପିଲା ଯେଉଁ ଜିଦ୍ କରେ କିମ୍ବା ସେ ଯେଉଁ ଅଳି ଅର୍ଦଳି କରେ ସେହି ସମୟରେ ପିତାମାତା ତାକୁ ନଜର ରଖିବା ଉଚିତ ଏବଂ ତାର ସମସ୍ତ ଅଳି ଅର୍ଦଳିକୁ ଗ୍ରହଣ କରିବା ଉଚିତ। କାରଣ ଆମେ ସେଇ ଯେଉଁ ତାର 10 ବର୍ଷ ରହିଲା 5ରୁ 15 ବର୍ଷ ଭିତରେ ଏଇ 10 ବର୍ଷ ତାର ଚରିତ୍ର ଗଠନ ପାଇଁ ଏକ ନୂତନ ପ୍ରକାର ଉଦ୍ଦୀପନା ସୃଷ୍ଟି ହୋଇଥାଏ ଏବଂ ସେହି ସମୟରେ ଯଦି ପିତାମାତା ଠିକ୍ ଭାବରେ ଗାଇଡ଼ ନ କରନ୍ତି ତାହେଲେ ପିଲାଟି ପଥଗାମୀ ହୋଇଥାଏ। ତାପରେ 15 ବର୍ଷ ରହିଲା 20 କିମ୍ବା 25 ବର୍ଷ ପର୍ଯ୍ୟନ୍ତ ଏହି 15ରୁ 20 କିମ୍ବା 25 ବର୍ଷ ପର୍ଯ୍ୟନ୍ତ ପିତାମାତା ସେହି ସନ୍ତାନଟି ଉପରେ ବା ସେହି ପିଲାଟି ଉପରେ ତାଙ୍କ ଭଳି ବ୍ୟବହାର କରିବା ଉଚିତ। ଯାହାଫଳରେ ସେ ପିଲାଟି ସଂକୋଚ ନ କରି ପିତାମାତାଙ୍କ ଆଗରେ ନିଜର ଭଲ ମନ୍ଦର ବିଚାର ପକାଇବ। ଯାହାଫଳରେ ପିତାମାତା ତାର ସେ ଭଲ ମନ୍ଦକୁ ଦେଖି ତାକୁ ସଠିକ୍ ମାତ୍ରାରେ ବିବେଚନା କରିବେ। ତେଣୁ ଏଇ ବିଶେଷରେ ଏତିକି ମାତ୍ର କହିବି ଯେ ଆମର ଯେଉଁ ଧର୍ମଶାସ୍ତ୍ର ରହିଛି ସେହି ଧର୍ମଶାସ୍ତ୍ର ବିଷୟରେ ସେହି ଶିଶୁଟିକୁ ଶିକ୍ଷା ଦିଅନ୍ତୁ ଏବଂ ଆମର ରାମାୟଣ ମହାଭାରତ ଗୀତା ଆଦି ଧର୍ମଗ୍ରନ୍ଥରେ ଗୋଟିଏ ସୁଚରିତ୍ର ଗଠନ ପାଇଁ ଯେଉଁ ମାର୍ଗ ରହିଛି ଆମେ ଯଦି ତାର ସେଇ ସାରମର୍ମକୁ ନେଇ ସେ ପିଲାଟିକୁ କିଛି ଶିକ୍ଷା ଦେବା ତାହେଲେ ସେ ପିଲାଟି ନିଶ୍ଚୟ ଆଗାମୀ ଦିନରେ ଗୋଟେ ଭଲ ନାଗରିକ ହେବ। କିଛି କହିବାର ନାହିଁ ବା ଏଥିରେ କୌଣସି ପ୍ରଶ୍ନ ଏଠି ସୃଷ୍ଟି ହେବାର ନାହିଁ। ତେଣୁ ଦର୍ଶକ ବନ୍ଧୁ ମୁଁ ପୁଣି ଥରେ ନିବେଦନ କରୁଛି କି ଆପଣମାନେ ପାଶ୍ଚାତ୍ୟ ସଭ୍ୟତାର ନ ଆପଣେଇ ଭାରତୀୟ ସଂସ୍କୃତିକୁ ଆପଣାନ୍ତୁ ଏବଂ ନିଜର ସନ୍ତାନକୁ ସଠିକ୍ ମାର୍ଗରେ ପରିଚାଳିତ ହେବା ପାଇଁ ଶିକ୍ଷା ଦିଅନ୍ତୁ। ଯାହାଫଳରେ ଆଗାମୀ ଭବିଷ୍ୟତରେ ନାରୀ ଲୁଣ୍ଠନ, ଶିଶୁ ହତ୍ୟା ଏବଂ ଯୌତୁକ ନିର୍ଯାତନା